ଆଜି ମୁଁ କଲେଜରେ ପାଦ ଦେଇଛି ନାହିଁ ଏତେ ଜଲ୍ଦି ତରବରରେ ଆଉ ଓଦା ହେଇକି ମୁଁ କୁଆଡେ ଗଲି ଭିଡ଼ିଓଟାକୁ ଏଣ୍ଡ ଯାଏଁ ଦେଖ ସବୁ କିଛି ଜାଣିବି। ସକାଳୁ ସକାଳୁ ଟେନସନ କଣ ଫ୍ରି କରିବୁ ଆମ ପ୍ୟାନ୍ ଭିତରେ ଆସିକି ସ୍ପାଇଡର ମ୍ୟାନ୍। ରିସେଣ୍ଟ ପୁଣି ମୁଁ ଗୋଟେ ସ୍ପାଇଡର ମ୍ୟାନ୍ ଫିଲ୍ମ ଦେଖିବି ବୋଲି ଟିକେଟ୍ କରିଥିଲି, ଟିକେଟ୍ କ୍ୟାନସଲ। ସିଏ ଛାଡ଼ ଯାହା ଯେମିତି କରିକି ତ ମୁଁ କଲେଜ ବାହାରିଗଲି, ସେଇଟା ପୁଣି 22 ଇଞ୍ଚିଆ ସାଇକେଲରେ। ଆଉ ସେଇ 22 ଇଞ୍ଚିଆ ସାଇକେଲରେ ଆମେ ଆସିକି ପହଞ୍ଚି ଯାଇଥିଲୁ ଆମ କଲେଜଠି। ଆଉ ବାକି ଗୋଟେ କ୍ଲାସ୍ ତ ଯାହା ଯେମିତି କରି ସାରିଦେଲୁ, ଆଉ ତାପରେ ପଳେଇ ଆସିଲୁ ଆମେ ବାହାରକୁ। ଆଉ ବାକି ଏଠି ସାଙ୍ଗମାନଙ୍କ ସହିତ ମଜାମସ୍ତି କଲା ଟାଇମ୍ରେ ଜଣେ ଫଲୋର୍ସ ଭାଇ ମୋର ଦେଖା ଯାଇଥିଲେ, ଆଉ ସିଏ ବି ଥିଲେ ଏଇ ପାଖ ଏରିଆର। ଆଉ ବାକି ଆମ କଲେଜକୁ ଫାର୍ଷ୍ଟ ଇୟର ଛୁଆ ପଳେଇ ଆସିଛନ୍ତି, ସେ ସାର୍ଙ୍କୁ ଦେଖିଲେ ଗଛ ବୁଲୁଛନ୍ତି। ଆଉ ଠିକ୍ ଏମିତି ମୁଁ ବି କରେ, ସେଥିପାଇଁ ସେ ପିଲାକୁ ଡାକିଲି ଆଉ ତାର ଗୋଟେ ଟାଟୁ ବନେଇଦେଲି। ସେଇଟା ବି ପୁଣି ବିନା ପଇସାରେ। ବାକି ଯେହେତୁ ଆମ ଘରୁ ଫୋନ ଆସିଲା ତ ସେଥିପାଇଁ ଆମେ ଫଟାଫଟ ବାହାରି ପଳେଇ ଆସିଥିଲୁ ଆମ ଛକ ଉପରକୁ। ଆଉ ଏଠି ଆସିକି ଭୋକ ଲାଗୁଥିବାରୁ ଭାଇଙ୍କଠୁ ଗୋଟେ ଦହିବରା ପ୍ଲେଟ୍ ଖାଇ ଦେଇଥିଲି। ଆଉ ବାକି ଏଠି ଦହିବରା ଖାଇକି ଭୋକ ତ ମେଣ୍ଟିଗଲା। ଦେନ୍ ମୁଁ ପଳେଇ ଆସିଥିଲି ଘରକୁ, କାରଣ ମତେ ଗୋଟେ ଜାଗାକୁ ଯିବାର ଅଛି। ସେ କଥା କଣ କି ଏଇ କାଲି ହିଁ ବଣ୍ଟି ଗୋଟେ ନୂଆ କାର ଆଣିଛି, ତ ସେଥିପାଇଁ କାଳୀ ମନ୍ଦିରକୁ ଆମର ନିଆଯାଇଛି ପୂଜା କରିବା ପାଇଁ। ତ ସେଥିପାଇଁ ଆମେ ବାହାରି ଯାଇଛୁ ମନ୍ଦିରକୁ। ସେତେବେଳେ ନା ବର୍ଷା ଲାଗିକି ରହିଥିଲା, ତ ବର୍ଷା ଛାଡ଼ିଲା ବେଳକୁ ଏଠି ଟାଇମ୍ ହେଇଥିଲା ଆସିକି 2:30 ପାଖାପାଖି। ତ ଆମେ 52 ନମ୍ବର ଫିର ବି ଓଦା ହେଇକି ଚାଲିଲୁ ମନ୍ଦିରକୁ। ତ ଏଠି କିଛି ଟାଇମର ଯାତ୍ରା ପରେ ଆମେ ଆସିକି ପହଞ୍ଚି ଯାଇଥିଲୁ ଆମ ଚାନ୍ଦଲେ ଥିବା ମା କାଳୀଙ୍କ ମନ୍ଦିରଠି। ଆଉ ଇଏ କଣ ଆମେ ଆସିକି ଦେଖିଲୁ ଯେ ଗାଡିର ଓନର ଯିଏ ଚନ୍ଦନ ସିନ୍ଦୁର ଲଗେଇକି ପୁରା ବସିଛି, ତାମାନେ ଗାଡି ପୁରା ପୂଜା ହେଇଯାଇଛି। ତାହେଲେ ଆମେ ଓଦା କରିକି କଣ ପାଇଁ ଡାକୁଥିଲ ୟାର। ସିଏ ଛାଡ଼, ଏଠି ଆସିକି ତ ଆମେ ଲେଟ୍ରେ ପହଞ୍ଚିଲୁ। ଏଠି ଅର୍ଣ୍ଣ ଟିକେ ଖାଇବୁ ବୋଲି ଆସିଲା ବେଳକୁ ଭାତ ଆଉ ଡାଲମା ଅଛି, ଖଟା କ୍ଷୀରି ସରିଯାଇଛି। ସିଏ ଛାଡ଼, ଏଠି ଯାହା ଯେମିତି କରି ତ ଆମେ ଖିଆପିଆ ସାରିଦେଲୁ। ଦେନ୍ ଆମେ ପଳେଇ ଆସିଥିଲୁ ବାହାରକୁ। ଏଠି କିଛି ଟାଇମ୍ ରହିଲୁ, ଦେନ୍ ଆମେ ବାହାରି ଚାଲିଥିଲୁ ଘରକୁ। ସହଜରେ ଓଦା ତ ହେଇକି ଆସିଲୁ। ବାକି ଏଠି ଗାଡି ପୂଜା ଟିକେ ଦେଖିପାରିଲୁନି। ଫାଇନାଲ ତମେ ଦେଖିପାରୁଥିବ ଗାଡିର ଲୁକଟା, କୋଉ ଗାଡି ଏଟା କମେଣ୍ଟରେ ନିଶ୍ଚୟ ଜଣେଇବ। ଆଉ ଗୋଟେ କଥା ମନେ ରଖ, ଦୟାକରି ଯଦି ଭିଡିଓଟା ଭଲ ଲାଗିଲା ତାହେଲେ ପେଜକୁ ଫଲୋ ସବସ୍କ୍ରାଇବ କରିଯିବ।